नमस्कार दर्शक बंधु आपण को स्वागत करुच्ची आमर स्पेशल अपडेट को जोटा प्रत्येक दिन सकाळे आपण मान जानते सुना रूपार दर केते आगु जदि आपण को विवाह अछि व्रतघर अछि जेकोसी इवेंट अछि आपण जदि सुना किने पई चाहते रूपा किने पई चाहते आ जो माने इन्वेस्टमेंट करे पई चाहते सब किछि ए वीडियो रे आपण माने जानि परिबे। विश्व बाजार रे चलीछि युद्ध युद्धर परिस्थिति आर्थिक अस्थिरता कारणरू ओडिशा समेत सारा देश रे सुनार एक बड़ धरणर हलचल मध्ये देखिबाकू मिलिछि। आज राजधानी भुवनेश्वर रे सुना दर केते अछि आगु केते बढ़िबो ना कमिबो से विषय रे आलोचना करिबा। 18 क्यारेट सुनार दाम 22 क्यारेट 24 क्यारेट सुनार दाम केते अछि आ ता सहित रूपार दाम केते अछि से विषय रे मध्ये जानिबा। कोउ समय रे आपण माने इन्वेस्टमेंट कले लाभवान हेबे कोउ समय रे आपण माने सुना किनिले लाभवान हेबे प्रत्येक मुहूर्त आपण माने जानि परिबे। काहेकि ना एइठी आपण माने सब किछि जानि परिबे। ता पूर्व आपण माने जदि चैनल रे नुआ अछंती चैनल को गोटे सब्सक्राइब कर देबे आ आपणकर नाम लिखि देबे जिल्लार नाम लिखि देबे जा पर आगामी वीडियो रे आपणकर नाम मध्ये घोषणा करा जिवो। सबटु बड़ कथा ल जो माने इन्वेस्टमेंट चक्कर रे अछंती प्लान करिसंती से माने मध्ये भिडियोटी को शेष पर्यंत देखंतु कारण आपण माने गोटे गोटे सुना किनिबा आज काली केते कष्ट होची आपण माने जानुथिबे किंतु प्रत्येक मुहूर्त लोक अपेक्षा करते को मुहूर्त सस्ता टिके हेले लोके सीधा जाके सुना किनिबे। तेबे चलंतु भिडियोटी को आरंभ करिबा। प्रथमे आमे जानिदबा जे कोन पई कि सुना दर बढुची। देखंतु सुना दर बढ़िबार गोटे कारण होला अंतर्जातीय बजार जदि लोक माने अधिकरु अधिक सुनारे इन्वेस्टमेंट करिवे ताहले सुना दर बढ़िथाए किंतु वर्तमान एबे देखा होची ईरान इस्राएल अमेरिका मध्य युद्ध परिस्थिति जहाँ गंभीर हेबारे लागिची। एହାର प्रत्येक प्रभाव घरोई शेयर बजार उपरे मध्ये पड़िछि ଯେଉଁଠାରେ ବଡ଼ ଧରଣର ହ୍ରାସ ହୋଇଥିଲା ସେନ୍ସେକ୍ସ 1700 ପଏଣ୍ଟ ନିଫ୍ଟି 500 ପଏଣ୍ଟରୁ ଅଧିକ ତଳକୁ ଖସିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବି କମିବାରେ ଲାଗିଛି। ତେବେ ବିଶେଷଜ୍ଞ ଏସ୍ ସତ୍ୟନାରାୟଣ ଅନୁଯାୟୀ ବଜାର ଅସ୍ଥିରତା ପଛରେ କିଛି ମୁଖ୍ୟ କାରଣ ରହିଛି। ଯୁଦ୍ଧ କାରଣରୁ ଅଶୋଧିତ ତୈଳର ଦର ବଢି ଲାଗିଛି। ଯେତେବେଳେ ତେଲ ବଢେ ଡଲାର ସ୍ୱାଭାବିକ ଭାବେ ଶକ୍ତିଶାଳୀ ହୁଏ। ତେଣୁ ଆପଣମାନେ ଜାଣିଥିବେ ଡଲାର ଏବେ ପାଖାପାଖି 90 ଟଙ୍କା ଛୁଇଁବାରେ ଲାଗିଛି। ଭାରତୀୟ ଟଙ୍କା ଏବେ ଦୁର୍ବଳ ହୋଇଯାଇଛି। ଏହାର ପ୍ରଭାବରେ ପରିବହନ ଖର୍ଚ୍ଚ ମଧ୍ୟ ବଢୁଛି ଯାହାଫଳରେ ଖାଦ୍ୟ ଶସ୍ୟ ଡାଲି ଚାଉଳ ଖାଇବା ତେଲ ମଧ୍ୟ ବୃଦ୍ଧି ପାଉଛି। ଏହା ସିଧାସଳଖ ଭାବେ ମୁଦ୍ରାସ୍ଫୀତି ବଢାଇଥାଏ। ଆଉ ସୁନା ରୂପା ଦର ମଧ୍ୟ ଏବେ କଣ ହେଉଛି ଆପଣମାନେ ଚାଲନ୍ତୁ ଜାଣିବା। ଅନିଶ୍ଚିତତା ସମୟରେ ସୁନା ରୂପାକୁ ସବୁଠାରୁ ସୁରକ୍ଷିତ ଲୋକ ନିବେଶ କରନ୍ତି। ଲୋକ ଟଙ୍କା ପଇସା ରଖନ୍ତିନି ସୁନାରେ ଇନଭେଷ୍ଟମେଣ୍ଟ କରିଦିଅନ୍ତି ଯାହାଫଳରେ ସେ ଜାଣନ୍ତି ଯେ ଏଇଟା ସବୁଠୁ ଗୋଟେ ସେଫ୍ ରାସ୍ତା। କିନ୍ତୁ ଏଇ ସପ୍ତାହରେ ଯାହା ହୋଇଥିଲା ଆଗାମୀ ସପ୍ତାହରେ କଣ ହେବ ସେ ବିଷୟରେ ମଧ୍ୟ ଚାଲନ୍ତୁ ଜାଣିବା। ଯେଉଁମାନେ ପ୍ରତିଦିନ କିଣାବିକା କରନ୍ତି ସେମାନଙ୍କ ପାଇଁ ସମୟଟି ରିସ୍କ ପୂର୍ଣ୍ଣ ପାଇଁ ସୁଯୋଗ ଭରା। ଯଦି ଆପଣଙ୍କ ପାଖରେ ଅତିରିକ୍ତ ପୁଞ୍ଜି ଅଛି ତେବେ ଭଲ କ୍ୱାଲିଟିର ସେୟାର କିଣିବା ଶସ୍ତାରେ କିଣିବା ଏହା ଭଲ ସମୟ। କିନ୍ତୁ କରଜ କରି ବଜାରରେ ଟଙ୍କା ଲଗାନ୍ତୁ ନାହିଁ। ଯଦି ଆପଣ ରିସ୍କ ନେବାକୁ ଚାହୁଁନାହାନ୍ତି ତେବେ ପିପିଏଫ ବା ବ୍ୟାଙ୍କ ଫିକ୍ସ ଡିପୋଜିଟରେ ଟଙ୍କା ରଖନ୍ତୁ। ବର୍ତ୍ତମାନ 18 କ୍ୟାରେଟ 24 କ୍ୟାରେଟ 22 କ୍ୟାରେଟର ସୁନାର ଦର ଜାଣିବା ତାପରେ ଆମେ ୟା ଉପରେ ଅଧିକରୁ ଅଧିକ ଡିସ୍କସନ କରିବା। ଦୟାକରି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ ମଧ୍ୟ କରିଦିଅନ୍ତୁ। 18 କ୍ୟାରେଟର ଦାମ ତେବେ 18 କ୍ୟାରେଟର ଭୁବନେଶ୍ୱର ଏବେ ଦାମ ଅଛି 1 ଗ୍ରାମ ପିଛା 12,337 ଟଙ୍କା। 8 ଗ୍ରାମକୁ ଅଛି 98,696 ଟଙ୍କା। 10 ଗ୍ରାମକୁ ଅଛି 1,23,370 ଏବଂ 100 ଗ୍ରାମକୁ ଅଛି 12,33,700 ଟଙ୍କା। ତେବେ ଏଷ୍ଟରଡେଟର ଚାର୍ଟ ମଧ୍ୟ ଆପଣମାନେ ଦେଖିଦିଅନ୍ତୁ ଉପରେ ଫଟୋ ଦିଆଯାଇଛି ଆପଣମାନେ ଚେକ୍ କରିଦିଅ ପାରିବେ ପ୍ରାଇସ୍ ଗୁଡାକ। ତା ସହିତ ଚାଲନ୍ତୁ ଜାଣିବା 22 କ୍ୟାରେଟର। 22 କ୍ୟାରେଟର ମଧ୍ୟ ଦେଖାଯାଉଛି 1 ଗ୍ରାମକୁ 15,079 ଟଙ୍କା। 8 ଗ୍ରାମକୁ 1,20,632 ଟଙ୍କା। 10 ଗ୍ରାମକୁ 1,50,790 ଟଙ୍କା ଏବଂ 100 ଗ୍ରାମକୁ 15 ଲକ୍ଷ ଟଙ୍କା ବୋଲି କୁହାଯାଉଛି। ତାପରେ ଜାଣିବା 24 କ୍ୟାରେଟର ଦାମ। 24 କ୍ୟାରେଟ ମଧ୍ୟ ଲୋକମାନେ ପ୍ରାୟ ଏଥିରେ ମଧ୍ୟ ପିଓରିଟି ଅଛି ଅଧିକ। ତେବେ 1 ଗ୍ରାମ 16,450 ଟଙ୍କା। 8 ଗ୍ରାମ 1,31,600 ଟଙ୍କା ଏବଂ 10 ଗ୍ରାମ ବଢିଯାଇଛି ପାଖାପାଖି 1,64,500 ଟଙ୍କା ଆଉ 100 ଗ୍ରାମ ରହିଛି 1,64,000 ବା 16,45,000 ଟଙ୍କା ରହିଛି ବୋଲି କୁହାଯାଉଛି।
ତେବେ କୁହାଯାଉଛି ସବୁଠୁ ବଡ କଥା ହେଲା ଯେ 1,64,000 ପହଞ୍ଚି 10 ଗ୍ରାମକୁ 24 କ୍ୟାରେଟ, ଆଉ ମଧ୍ୟ ଏଇଟା ରହିଛି 10 ଗ୍ରାମକୁ 22 କ୍ୟାରେଟ 1,50,000, ଆଉ 18 କ୍ୟାରେଟ ରହିଛି 1,23,000। ତ ଆପଣ ଜାଣିପାରିଲେ ଆଜିର ରେଟ୍, ପୂର୍ବ ରେଟ୍, ଏଇ ସପ୍ତାହର ରେଟ୍ କେମିତି କଣ ଚାଲିଛି। ସବୁ ଆପଣ ଟିକିନିକି କରିକି ଆପଣ ଚାହିଁଲେ ଇନଭେଷ୍ଟମେଣ୍ଟ କରିପାରିବେ, ଯାହା ଆପଣଙ୍କ ପାଇଁ ମଧ୍ୟ ସେଫ୍ ହୋଇପାରେ। ତା ସହିତ ଜାଣିବା ଆସନ୍ତୁ ଚାନ୍ଦିର ଦର କେତେ। ଲୋକମାନେ ପାଉଁଜିଠୁ ଚୁଡ଼ିଠୁ ଆରମ୍ଭ କରି ଚାନ୍ଦି ମଧ୍ୟ କରୁଥିଲେ। ଏବେ ମଧ୍ୟ ଚାନ୍ଦିର ରେଟ୍ ଦିନକୁ ଦିନ ବଢିବାରେ ଲାଗିଲାଣି। ଦେଖନ୍ତୁ ରୂପାର ଦର ଭୁବନେଶ୍ୱରରେ କେତେ ରହିଛି? 1 ଗ୍ରାମ ପିଛା ରହିଛି 294 ଟଙ୍କା 90 ପଇସା, 8 ଗ୍ରାମ ରହିଛି 2359 ଟଙ୍କା 20 ପଇସା, 10 ଗ୍ରାମ ରହିଛି 2949 ଟଙ୍କା, 100 ଗ୍ରାମ ରହିଛି 29,490 ଟଙ୍କା, ଆଉ ତା ସହିତ ମଧ୍ୟ ଯୋଉଟା ରହିଛି 1000 ଗ୍ରାମ ବା 1 କିଲୋ 2,94,900 ଟଙ୍କା। କିଛି ମାତ୍ରାରେ କମିଛି ରୂପା ଦର। ଆପଣ ଚାହିଁଲେ ଏବେ ଇନଭେଷ୍ଟମେଣ୍ଟ କରିପାରିବେ। କୋଉଥିରେ ଆପଣମାନେ ଚାର୍ଟ ଦେଖିଲେ ଜାଣିପାରିବେ ଇନଭେଷ୍ଟମେଣ୍ଟ ବା କୋଉ ସମୟରେ ଆପଣମାନେ କିଣିଲେ ଆପଣ ନିଜେ ଡିସିସନ ନେବେ। ଡିସିସନ ନେବା ଦ୍ୱାରା ଆପଣମାନେ ଜାଣିପାରିବେ ଯେ କେତେ ଟଙ୍କା ଶସ୍ତା ହୋଇଛି, କେତେ ଆପଣଙ୍କ ପାଇଁ ବେନିଫିଟ ହୋଇଛି। ତା ସହିତ ଆଉ ଗୋଟେ ମଧ୍ୟ ଚାର୍ଟ ଆପଣଙ୍କୁ ଦେଇଦଉଛି ଉପରେ ଦେଖନ୍ତୁ 10 ଦିନର ଚାର୍ଟ ଦେଇଦଉଛି। ମାର୍ଚ୍ଚ 5 ରୁ ଫେବୃଆରୀ 24 ରୁ ମାର୍ଚ୍ଚ 5, ମାନେ 10 ଦିନର ଚାର୍ଟ ଆପଣମାନେ ଦେଖିଦିଅନ୍ତୁ। କୋଉ ଦିନ କେତେ ରହିଥିଲା, ଉପରେ 10 ଗ୍ରାମ ଅଛି, 100 ଗ୍ରାମ ଅଛି, 1 କେଜି ଅଛି। ତ ଏଇ ଚାର୍ଟଟା ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହବ। ଆପଣମାନେ ଷ୍ଟଡି କରିପାରିବେ, ଆନାଲିସିସ୍ କରିପାରିବେ ଯେ ପ୍ରକୃତରେ କେତେ ମାତ୍ରାରେ ବଢିଥିଲା, କଣ କେତେ କଣ। ତା ପୂର୍ବରୁ ଆପଣମାନେ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ନିଶ୍ଚୟ ଗୋଟେ ସବସ୍କ୍ରାଇବ କରିଦିଅନ୍ତୁ, ଯାହା ଫଳରେ ଆମେ ମଧ୍ୟ ମୋଟିଭେଟ ହବୁ, ପ୍ରତ୍ୟେକ ଦିନ ଆମ ଭିଡିଓ ଛାଡିବୁ।